ଚୈତ୍ର ମଙ୍ଗଳବାର ସେଥିପାଇଁ ସେବାୟତ ନିଯୋଗ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ସମନ୍ୱୟରେ ଆମର ଯେଉଁ ବୈଠକ କରାଯାଇଥିଲା। ଏ ଚୈତ୍ର ମଙ୍ଗଳବାର ଇଏ ଏକ ପୌରାଣିକ କିମ୍ବଦନ୍ତୀ ଐତିହାସିକ କିମ୍ବଦନ୍ତୀ ଅନୁସାରେ ଆଜି ମା ଯେତେବେଳେ ଜଳମଗ୍ନ ଥିଲେ ଏବଂ ତାଙ୍କୁ ଉଦ୍ଧାର କରାଯାଇନଥିଲା ଏବଂ ସୂଚନା ଦେଇଥିଲେ ଉଦ୍ଧାର କରିବା ପାଇଁ ତାଙ୍କ ପାଇଁ ଯାଗ ଯଜ୍ଞ ପୂଜା ଏସବୁ ଆରମ୍ଭ ହୋଇଥିଲା ଆଜିର ଦିନରେ। ମା ବହୁତ ବିପଦରୁ ରକ୍ଷା କରିନ୍ତି, ମତେ ବି ଭଲରେ ରଖିଛନ୍ତି। ମୋ ପିଲାମାନଙ୍କୁ ଭଲରେ ବିବାହର ହେଲା, ପୁଅ ଗୋଟେ ଚାକିରି କଲା, ଆଉ ଗୋଟେ ହେଇନି। ସେ ବାହାର ରାଷ୍ଟ୍ରରେ ଯାଇକିରି ଥିଲା, ଏ ଯୁଦ୍ଧ ଲାଗିଲା। ମୁଁ ସେବେଳେ କାନ୍ଦିଲି, ହେ ମଙ୍ଗଳା ମା ପୁଅକୁ ମତେ ଟିକେ ଦେଖେଇ ଦେ। ମୁଁ ରାତିରେ ଶୋଇଛି, ରାତି 5ଟା ପରେ ମୋ ପୁଅ ଆସି ଆମ ତା ବାପା ପାଖରେ ମୋ ପାଖରେ ବହିଛି। ହାଫ୍ ପ୍ୟାଣ୍ଟଟା ପିନ୍ଧିଛି, ଅଣ୍ଟାରେ ଗୋଟେ ଗାମୁଛା ବାନ୍ଧିଛି, ଦେହର ପୁରା ଯେମିତି ଦେଖାଯାଉଛି। ମୁଁ ଜାଣିଲି ମା ମୋ ପୁଅକୁ ଦେଖାକଲି, ମୋ ପୁଅକୁ ଜୀବନରେ ସୁରକ୍ଷିତରେ ଅଛି। ଆଜିଠାରୁ ଆରମ୍ଭ ହୋଇଛି ମା ମଙ୍ଗଳାଙ୍କର ଝାମୁଯାତ୍ରା। ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର। ଏହି ମଙ୍ଗଳବାର ଆଜି ମଙ୍ଗଳା ମନ୍ଦିର ପରିସର ହୋଇ ଉଠିଛି ଚଳଚଞ୍ଚଳ। ଆଜି କଣ ନୀତିକାନ୍ତି ଥିଲା ଏବଂ କେଉଁ ସମୟରେ ଦ୍ୱାର ଫିଟିଥିଲା ଏବଂ ଭକ୍ତମାନେ କିଭଳି ଦର୍ଶନ କରିଥିଲେ, ଆସନ୍ତୁ ଆମେ ସିଧାସଳଖ କଥା ହେବା। ନନା ଆମ ସହ ଯୋଡୁଛନ୍ତି ନା କଣ କହିବା? ଆଜି ପ୍ରଥମ ପାଣିରେ କେତେବେଳେ ମା ଚୈତ୍ର ମଙ୍ଗଳବାର ସେଥିପାଇଁ ସେବାୟତ ନିଯୋଗ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ସମନ୍ୱୟରେ ଆମର ଯେଉଁ ବୈଠକ କରାଯାଇଥିଲା, ସେହି ନୀତି ନିୟମ ଅନୁସାରେ ଆଜି ରାତି 3:20 ସମୟରେ ପହୁଡ଼ ଖୋଲାଯାଇ ମାଙ୍କର ମଙ୍ଗଳ ଆଳତି କରାଯାଇଥିଲା। ମଙ୍ଗଳ ଆଳତି ପରେ ମାଙ୍କର ସ୍ନାନ, ସୂର୍ଯ୍ୟ ପୂଜା, ବଲ୍ଲଭ ଏବଂ ସକାଳ ଭେଟ କରାଯାଇ 5:30 ସମୟରେ ସାହାଣମେଲା ଦର୍ଶନ ହୋଇଛି। ଆଜି ଏ ଚୈତ୍ର ମଙ୍ଗଳବାର ଇଏ ଏକ ପୌରାଣିକ କିମ୍ବଦନ୍ତୀ ଐତିହାସିକ କିମ୍ବଦନ୍ତୀ ଅନୁସାରେ ଆଜି ମା ଯେତେବେଳେ ଜଳମଗ୍ନ ଥିଲେ ଏବଂ ତାଙ୍କୁ ଉଦ୍ଧାର କରାଯାଇନଥିଲା ଏବଂ ସୂଚନା ଦେଇଥିଲେ ଉଦ୍ଧାର କରିବା ପାଇଁ ତାଙ୍କ ପାଇଁ ଯାଗ ଯଜ୍ଞ ପୂଜା ଏସବୁ ଆରମ୍ଭ ହୋଇଥିଲା ଆଜିର ଦିନରେ। ଏବଂ ପ୍ରତ୍ୟେକ ମଙ୍ଗଳବାର ସେଇଭଳି ଭାବରେ ତାଙ୍କୁ ପୂଜାର୍ଚ୍ଚନା କରାଗଲା ଏବଂ ପଞ୍ଚମ ପାଳି ମଙ୍ଗଳବାର ଦିନ ମାଙ୍କର ଉଦ୍ଧାର ହେଇଥିଲା ପ୍ରାଚୀ ନଦୀରୁ। ଏବଂ ସେଇ ଐତିହାସିକ ବା ସେଇ ପୌରାଣିକ କିମ୍ବଦନ୍ତୀକୁ ଏ ହଜାର ହଜାର ବର୍ଷ ଧରି ଉତ୍କଳ ଜନମାନସରେ ଏକ ପବିତ୍ର ଦିବସ ଭାବରେ ସ୍ଥାନ ପାଇଛି ଏବଂ ପ୍ରତି ବର୍ଷ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଆସିକରି ମାଙ୍କ ଦର୍ଶନ କରି ତାଙ୍କର କୃପା ଭିକ୍ଷା କରିଛନ୍ତି। ଆଜିର ଦ୍ୱିତୀୟ ବିଶେଷତ୍ୱ ହେଉଛି ଆଜି ହେଉଛି ମାଙ୍କର ନେତ୍ରୋତ୍ସବ ଏବଂ 12:30 ବେଳକୁ ଯେଉଁ ଗୋପାଳ ମାନେ ଆସିବେ ଏବଂ ସେବାୟତ ମାନଙ୍କ ଗହଣରେ ଘଣ୍ଟ ପଖୁଜ ସବୁ ବାଦ୍ୟ ଯନ୍ତ୍ରରେ ନେତ୍ର ଗୁଡ଼ିକ ଚାରିପଟେ ପରିକ୍ରମା କଲା ପରେ 3 ଘେରା ମାଙ୍କର ନେତ ବନ୍ଧା ହବ। ଆଜି ହେଉଛି ଏହାର ବିଶେଷତ୍ୱ ଏବଂ ଆଜି ଲକ୍ଷାଧିକ ଯୋଉ ଶ୍ରଦ୍ଧାଳୁ ଭକ୍ତମାନେ ଆସିବାର ସୂଚନା ଆମକୁ ମିଳୁଛି ଏବଂ ବହୁ ସମୟ ହେଲା ଯାତ୍ରୀ ବର୍ତ୍ତମାନ ଆସି ଦର୍ଶନ କରୁଛନ୍ତି, ଶୃଙ୍ଖଳିତ ଭାବରେ ଦର୍ଶନ କରୁଛନ୍ତି। ସେଥିପାଇଁ ସେବାୟତ ନିଯୋଗ ଏବଂ ପ୍ରଶାସନିକ କର୍ତ୍ତୃପକ୍ଷ ପୋଲିସ ପ୍ରଶାସନ ସମସ୍ତେ ସଜାଗ ଅଛନ୍ତି ଏବଂ ସୁରୁଖୁରୁରେ ମାଙ୍କର ଯାତ୍ରା ଆରମ୍ଭ ହୋଇଛି। ମାଙ୍କର ଯାତ୍ରା ଆରମ୍ଭ ହୋଇଛି ଏବଂ ଧାଡି ଦର୍ଶନ ମଧ୍ୟ କରାଯାଇଛି। ପ୍ରଶାସନ ତରଫରୁ ପୋଲିସ ବିଭାଗ ତରଫରୁ ଭକ୍ତମାନେ କିଭଳି ଶୃଙ୍ଖଳିତ ସହିତ ଦର୍ଶନ କରିପାରିବେ ଏଥିପାଇଁ ବ୍ୟାରିକେଡ୍ ମାଧ୍ୟମରେ ଭକ୍ତମାନେ ମାଙ୍କୁ ଦର୍ଶନ କରୁଛନ୍ତି। ଆମ ପାଖରେ ଜଣେ ମା ଅଛନ୍ତି, ମା ଦର୍ଶନ କରୁଛନ୍ତି। ଅନେକ ଅଛି, ମତେ ମା ବହୁତ ବିପଦରୁ ରକ୍ଷା କରିନ୍ତି, ମତେ ବି ଭଲରେ ରଖିଛନ୍ତି। ମୋ ପିଲାମାନଙ୍କୁ ଭଲରେ ବିବାହର ହେଲା, ପୁଅ ଗୋଟେ ଚାକିରି କଲା, ଆଉ ଗୋଟେ ହେଇନି। ସେ ବାହାର ରାଷ୍ଟ୍ରରେ ଯାଇକିରି ଥିଲା, ଏ ଯୁଦ୍ଧ ଲାଗିଲା। ମୁଁ ସେବେଳେ କାନ୍ଦିଲି, ହେ ମଙ୍ଗଳା ମା ପୁଅକୁ ମତେ ଟିକେ ଦେଖେଇ ଦେ। ମୁଁ ରାତିରେ ଶୋଇଛି, ରାତି 5ଟା ପରେ ମୋ ପୁଅ ଆସି ଆମ ତା ବାପା ପାଖରେ ମୋ ପାଖରେ ବହିଛି। ହାଫ୍ ପ୍ୟାଣ୍ଟଟା ପିନ୍ଧିଛି, ଅଣ୍ଟାରେ ଗୋଟେ ଗାମୁଛା ବାନ୍ଧିଛି, ଦେହର ପୁରା ଯେମିତି ଦେଖାଯାଉଛି। ମୁଁ ଜାଣିଲି ମା ମୋ ପୁଅକୁ ଦେଖାକଲି, ମୋ ପୁଅକୁ ଜୀବନରେ ସୁରକ୍ଷିତରେ ଅଛି। ସେଥିପାଇଁ ମା ମଙ୍ଗଳବାର ଯୋଉ ଆସିଲା ଚୈତ୍ର ମଙ୍ଗଳବାର 3ଟା ରାତିରୁ ଉଠି ମୋର ନୀତିକର୍ମ ସାରି ବେରୁଣି ଗ୍ରାମରୁ ଚାଲିକା ଆସି ମଙ୍ଗଳାଙ୍କୁ ଦର୍ଶନ କଲି।
ବହୁତ ଅନୁମତି ବହୁତ ଖୁସି ମା ମଙ୍ଗଳା ଆମ କାକଟପୁର ବାସୀ ବା ଭାରତବାସୀ ସମସ୍ତେ ଘଣ୍ଟ ଘୋଡ଼େଇ ରଖିଛନ୍ତି ବହୁତ ବହୁତ ଅନୁଭୂତି ମତେ ବହୁତ ଭଲରେ ରଖିଛନ୍ତି ମଙ୍ଗଳା ମା ମଙ୍ଗଳା ମା ଭକ୍ତମାନଙ୍କୁ ଘଣ୍ଟ ଘୋଡେଇ ରଖନ୍ତୁ। ଏହା ହଉଛି ଭକ୍ତ ମାନଙ୍କର ମନ କଥା। କାକଟପୁରରୁ ଆର୍ତ୍ତକଳା ମହାନ୍ତି, ଓଡ଼ିଶାବାସୀ।